ଯାତ୍ରା ମାଲିକ ନାଣ୍ଡୁ ବାବୁ ଜମାରୁ ଭଲ ଲୋକ ନୁହନ୍ତି। ମୁଁ ଜିତେନ୍ଦ୍ର କୁମାର ମହାନ୍ତି, ସଭାପତି ନଦୀକୂଳ ଯାତ୍ରା ସଂସ୍କୃତି ଉନ୍ନୟନ ପରିଷଦ। ଆମେ ଅନୁଭବ କରୁଛୁ ଯୋଉ ଯାତ୍ରାର ଯୋଉ ବିବାଦ ଲାଗି ରହିଛି ମାଲିକ ଆଉ କଳାକାରଙ୍କ ମାନଙ୍କ ମଧ୍ୟରେ, ଦିନକୁ ଦିନ ଏଇ ଯୋଉ ବିବାଦ ଯାତ୍ରାର ଅଗ୍ରଗତି ଅଗ୍ରଗତି ହେଇପାରିବ ନାହିଁ, ବରଂ ଯାତ୍ରା ତଳକୁ ତଳକୁ ଯିବା ପାଇଁ ଲାଗିଲାଣି। ଆମେ ସମସ୍ତେ ଦାୟିତ୍ୱବାନ ହେବା ଦରକାର ଏବଂ ହୃଦୟଙ୍ଗମ କରିବା ଦରକାର। ମୋ କହିବାର ତାତ୍ପର୍ଯ୍ୟ, ନରିପଣ୍ଡା ମହୋଦୟ, ତାଙ୍କୁ ମୁଁ ଯେତିକି ଜାଣିଛି ସେ ଜଣେ ଭଲ ଲୋକ, ଭଲ କଳାକାର। କୌଣସି ପରିସ୍ଥିତିରେ ପଡିକି ସେ ଯାତ୍ରାରେ ଚାକିରି କରିଛନ୍ତି। ତା ମାନେ ନୁହେଁ ଯେ ସେ ମାଲିକଙ୍କ ପାଖରେ ମୁଣ୍ଡ ବିକି ଦେଇଛନ୍ତି। ନରିପଣ୍ଡା ମହୋଦୟ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଯାତ୍ରାପାର୍ଟି ମାଲିକ ନାଣ୍ଡୁ ବାବୁ ମାଡ଼ ମାରିଛନ୍ତି। ଏହାର ପ୍ରତିବାଦ ସେ କରିଛନ୍ତି ଏବଂ ଓଡ଼ିଶାର ଆଉ ସମସ୍ତ କଳାକାର ବି ଏକାଠି ହେଇକି ଏହାର ପ୍ରତିବାଦ କରିବା ଉଚିତ, କାରଣ ଆପଣମାନଙ୍କ ପରି ସିଏ ବି ଜଣେ କଳାକାର। ଏହି ଅଭିଯୋଗ ପରେ ସବୁଠାରୁ ଦୁଃଖର ବିଷୟ ଏବଂ ଗର୍ବର ବିଷୟ ବି ଓଡ଼ିଶାର ଜଣେ ବର୍ଷିୟାନ କଳାକାର ମହୋଦୟ ଲତା ମଣ୍ଡଳ ମହୋଦୟ ପାଟି ଖୋଲିଛନ୍ତି। କିନ୍ତୁ ଆଉ ସମସ୍ତ ବରିଷ୍ଠ କଳାକାରମାନେ ଶୋଇଛନ୍ତି କାହିଁକି? ଚାକିରି ଲୋଭରେ ନା ଅନ୍ୟ କୌଣସି କାରଣ ଥାଇପାରେ। କଳାକାର ସେ ନାଣ୍ଡୁ ବାବୁ କହୁଛନ୍ତି ମୁଁ ମାଡ଼ ମାରି ନାହିଁ, 36ଟା ସିସି କ୍ୟାମେରା ଲାଗିଛି, ସିସିଟିଭି ଫୁଟେଜ କାହିଁକି ସେ ପର୍ଯ୍ୟନ୍ତ ଦେଖାଉନାହାନ୍ତି? ମୁଁ ଭଲ ଭାବରେ ମୁଁ ଯେତିକି ଜାଣିଛି, ଯାତ୍ରା ମାଲିକ ନାଣ୍ଡୁ ବାବୁ ଜମାରୁ ଭଲ ଲୋକ ନୁହନ୍ତି। ତାଙ୍କ ପାଇଁ ଆମର ଗୋଟେ କମିଟି ଆଜି ବୁଡି ଯାଇଛି ସାଇ ସମ୍ରାଟ ଯାତ୍ରାରେ। ତେଣୁ କରିକି ମୋ ତରଫରୁ ଏତିକି ଅନୁରୋଧ, ସମସ୍ତ କଳାକାର ଭାଇମାନେ, ସମସ୍ତ ପ୍ରଯୋଜକ ବାବୁମାନେ ଏବଂ ସମସ୍ତ ଦର୍ଶକ ମାନଙ୍କୁ ନରିପଣ୍ଡା ମହୋଦୟଙ୍କୁ ନ୍ୟାୟ ମିଳିବା ନିହାତି ଦରକାର। ଆମେ ବିଚାର କରିବା କିଏ ସତ କହୁଛନ୍ତି କିଏ ମିଛ କହୁଛନ୍ତି, ଭଗବାନ ତ ଅଛନ୍ତି, ସବୁଥିରେ ବିଚାର କରିବେ। କିନ୍ତୁ ନାଣ୍ଡୁ ବାବୁ କେବଳ ଯୋଉ କହି ଚାଲିଛନ୍ତି, ଆପଣ ଯୋଉ କହି ଚାଲିଛନ୍ତି ସେଇଟା ଭୁଲ କଥା। କାରଣ ଆପଣଙ୍କ ପାଖରେ ନରିପଣ୍ଡା ହୁଅନ୍ତୁ କିମ୍ବା ଯୋଉ ବି କଳାକାର ହୁଅନ୍ତୁ ଚାକିରି କରିଛନ୍ତି, ମାଲିକ ହଉଛନ୍ତି ମାରୁ ଅଧିକ। ତେଣୁକରି ଆପଣ ତାଙ୍କର ସୁଖ ଦୁଃଖର ସାଥୀ, ଆପଣ ତାଙ୍କ ସୁଖ ଦୁଃଖ ବୁଝିବେ। ସେ ଏଗ୍ରିମେଣ୍ଟ କରିଛନ୍ତି, ଯଦି ବି 10 ଲକ୍ଷ କି 12 ଲକ୍ଷ କି 14 ଲକ୍ଷ କଣ ବି ଗୋଟେ ନିର୍ଦ୍ଦିଷ୍ଟ ପରିମାଣର ଏଗ୍ରିମେଣ୍ଟ କରିଥିବେ, ତା ବାଦ ସେ ପଇସା ଆପଣଙ୍କୁ ମାଗୁନଥିବେ। ଯଦି ଅସୁବିଧା ସମୟରେ ନରିପଣ୍ଡା ଆପଣଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି, ଆପଣ ତାଙ୍କୁ ସାହାଯ୍ୟ କରିପାରିବେ ନ କରିପାରିବେ, କିନ୍ତୁ ମାଡ଼ ମାରିବାର ଅଧିକାର ଆପଣଙ୍କର ନାହିଁ। କାରଣ ଆପଣଙ୍କର କେହି ବନ୍ଧା ବଳଦ ନୁହନ୍ତି, ଆପଣଙ୍କ ପାଖରେ କେହି ମୁଣ୍ଡ ବିକି ଦେଇନାହାନ୍ତି। ତେଣୁକରି ସମସ୍ତ ଓଡ଼ିଶାବାସୀ, ସମସ୍ତ କଳାକାର, ପ୍ରଯୋଜକ ଏବଂ ସମସ୍ତ ଦର୍ଶକ ମାନଙ୍କୁ ମୋ ତରଫରୁ ଅନୁରୋଧ, ନରିପଣ୍ଡା ଭାଇଙ୍କୁ ନ୍ୟାୟ ମିଳିବା ନିହାତି ଦରକାର। ଦରକାର ପଡ଼ିଲେ ନରିପଣ୍ଡା ଭାଇ ଆପଣ କେସ୍ ଲଢ଼ନ୍ତୁ, ଆପଣମାନଙ୍କ ସହିତ ଆମେ ଅଛୁ, ମୁଁ ଅଛି। ବିଶେଷ କରି ଯୋଉଠି ବି ଯୋଉ ସମୟରେ ଡାକିବେ ମୁଁ ଆପଣମାନଙ୍କ ପାଖରେ ପହଞ୍ଚିବି। ତେଣୁ କରିକି ନରିପଣ୍ଡା ଭାଇଙ୍କୁ ଆମର ନିହାତି ନ୍ୟାୟ ମିଳିବା ଦରକାର। ସମସ୍ତ କଳାକାର ବନ୍ଧୁମାନଙ୍କୁ ବି କହୁଛି, ସମସ୍ତେ ପାଟି ଖୋଲନ୍ତୁ, ନହେଲେ ଆସନ୍ତାକାଲି ଏ ଦୁର୍ଦିନ ଆପଣମାନଙ୍କ ପାଖରେ ବି ପହଞ୍ଚିବ। ଜୟ ଜଗନ୍ନାଥ।